କାଲି ଦିନ ଯାକ ବୁଲି ବୁଲି କାଳେ ଆଦି ବାବା ମୋର ଥକି ଯାଇଥିବେ ଏୟା ଭାବି ତାଙ୍କୁ ମୋଡା ଘଷା କରିଦେଲି ଭଲସେ। ମୋର ବି ଅବସ୍ଥା ଆପଣ ମାନେ ନିଜ ଆଖିରେ ଦେଖିପାରୁଥିବେ। ଏମିତି ଅବସ୍ଥାରେ ଗାଧେଇଲା ପରେ ଯାଇ ଶାନ୍ତି ପାଇବେ। ସକାଳ ଜଳଖିଆରେ ମାଙ୍କ ପାଇଁ ବନା ହେଲା ଅଟା ଚକୁଳି, ଆଉ ପତିଦେବଙ୍କ ପାଇଁ ଅରୁଆ ଅନ୍ନଟେ ହେଲା ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବୋଲି। ତାପରେ ମୁଁ ପୁରୀରୁ ଅଣା ଯାଇଥିବା ଫେଣିରୁ ଖାଇଥିଲି ଆଣି ଗୋଟେ। ଖାଇବା ସରିଲା ମାତ୍ରେ ରୁମ ସଜାଡି ଷ୍ଟାଣ୍ଡ ଫ୍ୟାନ ଲଗେଇ ବସି ପଡିଲି ଘଣ୍ଟେ। ଥଣ୍ଡା ଥଣ୍ଡା ପବନ ଖାଇ କେତେବେଳେ ଯେ ମୋର ଆଖି ଲାଗିଗଲା ମୁଁ ନିଜେ ଜାଣିପାରିଲି ନାହିଁ। ଉଠିଲା ବେଳକୁ ହେଲାଣି ଦ୍ୱିପହର ଠିକ ଖାଇବା ସମୟ। ଖାଇଲା ଲୋକ ଆମେ ମାତ୍ର 3 ଜଣ। ସମସ୍ତଙ୍କୁ ଖାଇବା ଦେଇ ସାରିଲା ପରେ ମୋରି ପାଖରେ ସମାପ୍ତ ହୁଏ ଖାଇବା ପିଅ। ଆଜି ଅରୁଆ ଅନ୍ନଟା ଶାନ୍ତିରେ ପେଟେ ଖିଆ ହେଲା। ଖାଇ ସାରିଲା ପରେ ଆଉ କି ନିଦ ଆସିଲା। 4ଟା ବେଳେ ସ୍କୁଲରୁ ଆସି ଆଦି ବାବା ଡ୍ରେସ ଚେଞ୍ଜ କରି ଦିଶାଙ୍କୁ ଦେଖେଇଲେ ଡାକି ଆଣି। କହିଲେ ଦେଖେ ମୋ ବାପା ମୋ ପାଇଁ ନୂଆ ଚପଲ ଆଉ ନୂଆ ଖେଳନା ଦେଇଛନ୍ତି କିଣି। ରାତିରେ ଯେତେବେଳେ ପତିଦେବ ଘରକୁ ଆସିଲେ ଆଦି ବାବାଙ୍କୁ କାନ୍ଦୁଥିବାର ଦେଖିଲି। ମୋ ଆଖିରୁ ଲୁହ ପୋଛି ପୋଛି ପଚାରିଲେ କଣ ହେଲା ମୋ ବାବା କାଇଁ କାନ୍ଦିଲା। ମୁଁ କହିଲି ମାଡ ଦେଇଛି କଣ କରିବି, ପାଠ ବା ଭୁଲ ଲେଖିଲା। ସ୍ୱାମୀଙ୍କୁ ଖାଇବାକୁ ଦେଲି ଚୁଡା ନଡିଆ କରି। ଭଲ ଲାଗିଲେ ଯାଆନ୍ତୁ ଗୋଟେ ସବସ୍କ୍ରାଇବ କରି। ଜୟ ଜଗନ୍ନାଥ।